हाँ ମୁଁ ଅଫିସରେ ଅଛି ବର୍ତ୍ତମାନ ଅଫିସରେ ଆସି ମତେ ଦେଖା କର हाँ ହେଲା। तुमर जो पिला जो मैडम जो पटो दुर्व्यवहार ताको जाननी कौन कौन कह जाए କାହାକୁ ଗଲା ଦୁର୍ବ୍ୟବହାର? हाँ घर को कहला ना घर को भंड कहे तार मत आसी कौन धमकेबे ତମକୁ କଣ ଧମକେଇବି? ତମେ मत कौन କିଏ? धमके मु पचारि आ 5 दिन आसी पैसा न दिया जीव तो कुआ आइला बोल ତୁମେ କିଏ? तुमे किए ଆରେ ତୁମେ କଣ ପାଇଁ କହିଲ ତା ପାଇଁ? आ कोई शुण गोटे नुका घर शोची भल देह भल ना जन शोची आसिक घर जगिए पार्टी ऋण करेंगे से भल ନାଇଁ 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 ମୋ କହିବା କଥା ଆପଣ ତାଙ୍କର କଣ ହେବେ ମତେ ଡିଟେଲସ କୁହ ना का मु ताकर पुओ हेबी ପୁଅ ହବ ଆପଣ ଜାଣି ପୁଅ ହବ ଆପଣଙ୍କ ମା ଲୋନ ନେଇଛନ୍ତି? हाँ लोन नहीं चंती लोन नेने बोली तो व्यवहार जान नहीं ଶୁଣନ୍ତୁ ଲୋନ ନେଇଛନ୍ତି ତ? ଆପଣଙ୍କ ମା ଲୋନ ନେଇଛନ୍ତି ମ୍ୟାଡାମ ଗଲେ ପଇସା ମାଗିବାକୁ? हाँ आसी ताको मैडम को फोन कहे तो बाप बाप तोर आप मला मोर कौन गला एक कथा तो करार ଆଚ୍ଛା ଆଚ୍ଛା ଆପଣଙ୍କ ମାଙ୍କ ସହିତ କଥା ହେଇଛନ୍ତି ଆପଣ? हाँ मु कथा भी हे फोन रेकॉर्डिंग सब अछि ନା 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 ଆପଣଙ୍କ ମାଙ୍କ ସହିତ ଯୋଉ କଥା ହେଲେ ଯେତେବେଳେ ଲୋନ ନେଇଥିଲେ କଣ କହିଥିଲେ ତମ ମା? कौन कहतिले ଗୋଟେ ଯେତେବେଳେ ଲୋନ ଦିଆଯାଏ ଗୋଟେ ଏଗ୍ରିମେଣ୍ଟ ହୁଏ ଜାଣିଛନ୍ତି ନା? हाँ एग्रीमेंट मु जानछि ତ ଏଗ୍ରିମେଣ୍ଟ ତ କଣ ଏଗ୍ରିମେଣ୍ଟ ହେଇଥିଲା? हाँ एग्रीमेंट कोन हेतले कहला आपन मते कोन ନା ଆପଣ ବା ଦେଖିଛନ୍ତି କହୁଛନ୍ତି ମୁଁ କଣ ଜାଣିନି ମୁଁ ତ ଏଗ୍ରିମେଣ୍ଟ କରିଛି ମୁଁ ଜାଣିଛି ଆପଣ ଯଦି ଆପଣ କଣଟା ଏଗ୍ରିମେଣ୍ଟ ना आप सुनନ୍ତୁ ଶୁଣ ବାବୁ ତମେ ଏଗ୍ରିମେଣ୍ଟ ଦେଖିଛ? ମୁଁ କାଗଜ ତ ଦେଖିନି ଶୁଣ ଦେଖିନ ତ କାଇଁ ଗପୁଛ? ଦେଖିନି ତମେ ତମର ଏଗ୍ରିମେଣ୍ଟ ହେଇଥିଲେ ଶୁଣନ୍ତୁ ଶୁଣନ୍ତୁ ମୋର ଏତେ କଥା ନାହିଁ ତୁମର ଯେତେବେଳେ ଲୋନ ଦେଇଥିଲୁ ଆମେ ଏଗ୍ରିମେଣ୍ଟ କରିଥିଲୁ ଆଜ୍ଞା ଦେଖନ୍ତୁ ମୋର ଅନ୍ ଡେଟ୍ ରେ ପଇସା ଦରକାର ନା ଆଜ୍ଞା ମୁଁ ଆଗରେ ରାଜି ଅଛି ମୁଁ ଦସ୍ତଖତ କରିକି ନେବି ତ ତମର ଯଦି ଅନ୍ ଡେଟ୍ ରେ କାଇଁ ପଇସା ଦେଲନି? ଶୁଣନ୍ତୁ ଆ ଜଣ ଜଣ ପ୍ରଥମ କଥା ମତେ ଶୁଣ ମତେ କୁହନ୍ତୁ ତୁମର ଯୋଉ ଡେଟ୍ ହେଇଥିଲା ଡେଟ୍ ପୂର୍ବରୁ ସେ ଯାଇଥିଲା କି? କୋନ ଆସିଥିଲା ପଇସା ଯୋନ ଦେଲା ଦେଲା ନା 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 ଯୋଉ ଦିନ ଆପଣଙ୍କର କେତେ ତାରିଖ ଡେଟ୍ ଥିଲା? 4 ଥିଲା 4 ତାରିଖ ପୂର୍ବରୁ ସେ 3 ତାରିଖ ଯାଇଥିଲା କି? ସମାଜ ପଇସା ଦେବାକୁ ଆସିଥିଲା ନା 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 ମତେ ଏତେ କଥା କୁହ ନାହିଁ 3 ତାରିଖ ଯାଇଥିଲା ନା 4 ତାରିଖ ଯାଇଥିଲା? ହଁ ରବା ଦିନ ଆସିଥିଲା କାମ ଆସିଥିଲା ନା ନା ମତେ ରବିବାର ଶନିବାର କଥା କୁହନି ମତେ କୁହ 4 ତାରିଖ ଯାଇଥିଲା ନା 3 ତାରିଖ ଯାଇଥିଲା? ମୁଁ ଜାନେ କୋନ ଆସିଲା ସେ ଆସିଲା ତମେ ତ କିଛି ଜାଣିନ କଣ ପାଇଁ ନ୍ୟୁଜ ବାହାର କରୁଛ? ସେ ମୋ ପାଇଁ ଆସିବ ମୋ ଘର ଆସିବ ପାଇଁ ଯୁକ୍ତି କରିବ ତମ ଘର କଣ ତମ ଘର ହେଲା ବୋଲି କଣ ତମେ ଲୋନ ନେଇଛ? ତୁମେ ଜାଣିନ କି ତୁମେ ଟାଇମ ରେ ପଇସା ଦବନି ମିଡିଆ ଜାନି କୋନ କରା ବ୍ୟବହାର କରା ଜାନି କି ବ୍ୟବହାର କିଛି ଖରାପ ନାହିଁ ସାର୍ କୋନ ବ୍ୟବହାର ଖରାପ ଆପଣଙ୍କ ଶୁଣନ୍ତୁ ଲୋନ ହେଲା କଣ ବ୍ୟବହାର କଣ ସାମାଜିକ କାରଣ ଗୋଟେ ଆଇ କାର୍ଡ ଦେଖେଲା ସାମାଜିକ ଗୋଟେ ସାମ୍ବାଦିକ ଶୁଣନ୍ତୁ ଆଜ୍ଞା ସାମ୍ବାଦିକ ହେଲେ ବୋଲି ଆପଣ ପୁରା ସୁପିରିୟର ନୁହଁ କି ଇଣ୍ଡିଆର ପ୍ରଥମ ନାଗରିକ ନୁହଁ ଯେ ଆପଣଙ୍କୁ ସମସ୍ତେ ସମ୍ମାନ ଦେଖେଇବେ ସାମ୍ବାଦିକ କଣ ଆପଣ ଏକା ହେଇଛନ୍ତି କି? ସାମାଜିକ କି ସାମ୍ବାଦିକ ଆପଣ କୋଉଠି ତମର ରେଜିଷ୍ଟ୍ରେସନ ଅଛି? ମୋର ରେଜିଷ୍ଟର ଦେଖିବେ ଆସନ୍ତୁ ଦେଖେଇ ଦିଅ ମୁଁ କାଇଁ ଦେଖିବି ଆପଣ ସାମ୍ବାଦିକ ହେଇଛନ୍ତି ଆପଣଙ୍କ କରିବି ଶୁଣନ୍ତୁ ଆଜ୍ଞା ଆପଣଙ୍କର ଆପଣ ଫେକ୍ ନ୍ୟୁଜ ବାହାର କରୁଛନ୍ତି ଫେକ୍ ନ୍ୟୁଜ ବାଗ ନାହିଁ ଫେକ୍ ନ୍ୟୁଜ ବାଗ ନାହିଁ ଏଟା ସତ କଥା ସବୁଆଡେ ଏଇଟା ଗୋଟେ ବାହାରିଲାନି ଶୁଣନ୍ତୁ ଆଜ୍ଞା ଶୁଣନ୍ତୁ ଦଶରଥ ବାବୁ ଆପଣଙ୍କର ପ୍ରଥମ ଭୁଲ ହେଲା ଆପଣ ଡ୍ୟୁ ଡେଟ୍ ରେ କାହିଁକି ପଇସା ଦେଲେ ନାହିଁ? ଆପଣଙ୍କର ପ୍ରଥମ ଭୁଲ ଆପଣ ପିଲା ଆସିକି ଘରେ ମତେ ଯୁକ୍ତି କରିବେ ଶୁଣନ୍ତୁ ଯୁକ୍ତି କାଇଁ କରିବେନି ପଇସା ଦେଇଦେଲେ ଆଜ୍ଞା ଯୁକ୍ତି କରା ଆମେ ତ କହୁଛୁ ଆସିକି ପଇସା ନେବେ ପଇସା ଟେ ପାଖରେ ନଥିଲା ତାକୁ କୁହାହେଲା ଶୁଣନ୍ତୁ ତୁମେ ଯେତେବେଳେ ନେଲ ସେତେବେଳେ ଆମକୁ କଣ କହିକି ନେଇଥିଲ? ଆରେ ମୁଁ ସେ କଥା ଜାଣିନି ମତେ ତମେ ତ ଜାଣିନ ତମେ କଣ ପାଇଁ ତାଦେହରେ ମୁଣ୍ଡ ପୁରଉଛ? ଆରେ ମତେ ତୁମ ମାଙ୍କୁ ଲାଇନ ନିଅ ବାବୁ ତମ ମାଙ୍କୁ ଲାଇନ ନିଅ ଯୁକ୍ତି ମାଙ୍କୁ ଲାଇନ ନିଅ ନା ନା ଯୁକ୍ତି ନାହିଁ ମୋ କହିବା କଥା ତମେ ଶୁଣନ୍ତୁ ଆପଣଙ୍କୁ ମତେ ଏତେ କଥା ବୁଝାଅ ନାହିଁ ଭାଇ ଦେଖ ତମର ପିଲାକୁ ବୁଝେଇଲି ତମେ କିଏ ବୁଝେଇବାକୁ କିଏ ମୁଁ ତମେ କିଏ ବୁଝେଇ ହଁ ମୁଁ କିଏ ତମ ଅଫିସ ଯାଉଛି ମିଡିଆ ଆହୁରି ନେଇକି ଯିବି କଣ କରିବେ ଆସୁନ ମୁଁ ଅଛି ଅଫିସ ତମର ପେପର ବାହାର ତମ ନାଁ ଅଛି ତମ ଦେଖିନି କି ଆହୁରି ପେପର ବାହାର ତମେ କେତେ ପେପର ବାହାର କରିବ ତମେ ପଇସା ତମର ଗୋଟେ ନୁନ ଖୋଲିକି ଗୋଟେ ରୁଲ କରୁଛ ନା ରୋଲ କରୁଛୁ ଆମେ ଗୋଟେ ରୁଲ କରୁଛୁ ମୁଁ ଅଫିସରେ ଅଛି ଆସୁନୁ ଆସୁନୁ କଣ ହଁ କଣ ଆସୁନୁ କଣ ଆଉ ତୁମେ କଣ ମତେ କହୁଛ ପେପରରେ ବାହାର କରୁଛ ଗୋଟେ ନାଟ ଲଗେଇଛ କଣ ତମେ କହୁଛ ଆମେ ତମ ଘରକୁ ଗ୍ରୁପ ଆମେ ବୁଝାଇଲେ ବରଂ ଜାଣିଛ ନା ବୁଝିପାରିଲେ ଆପଣଙ୍କର ଓକାତରେ ରହି କଥାବାର୍ତ୍ତା କର ଯେତିକି ଲୋକ କଣ କହିଲେ ଓକାତରେ ରହି କଥାବାର୍ତ୍ତା କର ଆପଣ କିଏ ଆପଣ କିଏ ଜାଣିନ ମତେ କିଏ ଆପଣ କିଏ ଜାଣିନ ଓକାତରେ ରହି କଥାବାର୍ତ୍ତା କର ବୁଝିପାରିଲ